ଆପଣଙ୍କର ବିଭିନ୍ନ କାର୍ଯ୍ୟକ୍ରମକୁ ଯେ ସଂଯୋଜନା କରୁଛନ୍ତି ସେ ହେଉଛନ୍ତି ବାରିକ ମ୍ୟାଡାମ ମହୋଦୟ। ଆଜିର କାର୍ଯ୍ୟକ୍ରମକୁ ଯେ ସଞ୍ଚାଳନ କରୁଛନ୍ତି ମହମ୍ମଦ ସାର୍। ସର୍ବୋପରି ଏଠାରେ ଉପସ୍ଥିତ ଥିବା ସାମ୍ବାଦିକ ଯୁବବନ୍ଧୁ ଛାତ୍ରମାନେ ଯୋଉମାନେ କି ମୋଠୁ ବଳି ମୋର ସବୁଠାରୁ ଆପଣା সেই ছাত্র ছাত্রী যুবকଙ୍କୁ ମୁଁ ମୋର ଆଜିକାର କାର୍ଯ୍ୟକ୍ରମକୁ ନେଇ ଆଗକୁ ବଢୁଛି। ବନ୍ଧୁଗଣ, ସର୍ବେ ପ୍ରଥମେ ନିକଟରେ ନୂଆ ବର୍ଷ ଯାଇଛି, ମକର ସଂକ୍ରାନ୍ତି ଗତକାଲି ଯାଇଛି। ଏହି ପରିପ୍ରେକ୍ଷୀରେ ଆପଣ ମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ସମ୍ବଳି କୂଳ ସେଠି ନାହିଁ ତୁମର ଭାଙ୍କ ଅଛି ଖାଲି ଆଲେର ଭାବ ସତ୍ୟ ଆସନ୍ତୁ ତୁମର ପରେ ଭାବ ଭେଦଭାବ ଭୁଲି ଯାଇ ଆମର ଭାବେ ସତ୍ୟ ଭିତରେ ସମସ୍ତେ ତଲ୍ଲୀନ ହେଇଯିବା। ସ୍ୱାର୍ଥର କୁହାଇ ନାଶ ଯିବା ଆତ୍ମୀୟତାର ଆଲୋକେ ସ୍ନେହ ପ୍ରୀତି ମୈତ୍ରୀର ବାର୍ତ୍ତା ବହି ଭାଗବତରେ ନୂଆ ବର୍ଷ ତହୁସିନା ପ୍ରଗତିର ଡାକ ଶୁଣେ ସକଳ ଅନ୍ତରେ। ତେଣୁ ସ୍ନେହ ମୈତ୍ରୀ ପ୍ରୀତିର ବାର୍ତ୍ତା ସମସ୍ତ ପଟରେ ପହଞ୍ଚୁ। ବର୍ତ୍ତମାନ ରୂପାନ୍ତରଣ ପ୍ରକ୍ରିୟାରେ ବହୁ କିଛି ରୂପାନ୍ତରିତ ହେଉଥିଲା ବେଳେ ପୁରୀର ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ମଧ୍ୟ ଚାଲିଛି। ଭାଷାର ବିକାଶ କ୍ଷେତ୍ରରେ ବହୁ ଦିଗରୁ ପ୍ରୟାସ ଜାରି ହେଇଛି। କେମିତି ଓଡ଼ିଆ ଭାଷା ତାର ଅସ୍ତିତ୍ୱକୁ ବଜାୟ ରଖିବ, ସେଇଥିପାଇଁ ବିଶ୍ୱ ଓଡ଼ିଆ ଭାଷା ସମିଟ୍ ମଧ୍ୟ ଆସନ୍ତା ଫେବୃଆରୀ ମାସରେ ହେଉଛି। ଆପଣମାନଙ୍କୁ ଏହି ପରିପ୍ରେକ୍ଷୀରେ ଭାଷା ଧର୍ମର ଉତ୍ପତ୍ତି, ଅତୀତ, ଆରମ୍ଭ, ସ୍ଥିତି, ସଂସ୍କୃତି, ଭବିଷ୍ୟତ ସମ୍ପର୍କରେ ସମ୍ୟକ ସୂଚନା ଦେବାକୁ ଯିବି। ଆପଣମାନେ ଯଦି ପରିଚିତ ଭକ୍ତି ସହିତ ଭଲ ଭାବରେ ହେଇପାରିବେ ନାହିଁ, ଦୃଢ଼ ଭାବରେ ସମ୍ପର୍କ ସ୍ଥାପନ କରିପାରିବେ ନାହିଁ, ତାକୁ କରିବେ ନାହିଁ, ତେଣୁ ତାର ବୋଧଗମ୍ୟତା ସୃଷ୍ଟି ହେବ ନାହିଁ। ମୁଁ ଜାଣିଛି ଏଠି ସମସ୍ତେ ଅଧିକାଂଶ ବୋଧେ ଓଡ଼ିଆ ଭାଷା ସାହିତ୍ୟ ଛାତ୍ର ଥିବେ। ମୁଁ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟ ଛାତ୍ର ଜାଣି ଖୁସି ହୁଏ ପିଲାମାନେ। ମୁଁ ବାଣୀବିହାରରୁ ଆସାମ ଦେଇ ଆସିଛି। ତେଣୁ ଓଡ଼ିଆ ଭାଷା ସାହିତ୍ୟ ସମ୍ପର୍କରେ ବହୁତ କିଛି ତଥ୍ୟ ଦେବି ଆପଣମାନଙ୍କୁ କହିଦେବାକୁ ଚାହେଁ। ଯଦି ଆପଣମାନେ ୟୁରୋପ ଦୃଷ୍ଟିକୋଣରୁ ପୃଥିବୀ ବିଷୟରେ ଚିନ୍ତା ନ କରି ଭାରତୀୟତା ପରିପ୍ରେକ୍ଷୀରେ ଯଦି ଚିନ୍ତା କରିବା, ଆପଣମାନେ ଜାଣିଛନ୍ତି 5000 ବର୍ଷ ଖ୍ରୀଷ୍ଟପୂର୍ବରୁ ମଧ୍ୟ ଏସିଆରୁ ପ୍ରାଚ୍ୟ ଭାରତକୁ ଖାଇବ ଗିରିପଥ ଦେଇ ଆର୍ଯ୍ୟମାନେ ଭାରତକୁ ଆସିଥିଲେ ଏବଂ ଗୋଟେ ସଭ୍ୟତା ଗଢ଼ିଥିଲେ। ତାହା ହେଉଛି ସିନ୍ଧ୍ ଉପତ୍ୟକାରେ ଗୋଟେ ସଭ୍ୟତା ଗଢ଼ି ଉଠିଥିଲା। ତାର ଦନ୍ତତନ୍ତ୍ର ନିଦର୍ଶନ ବିଭିନ୍ନ କ୍ଷେତ୍ରରେ ଆମେ ପାଉ। ସିନ୍ଧ୍ ଉପତ୍ୟକାର ଯୋଉ ପ୍ରାଚୀନ ଭୂତତ୍ତ୍ୱରୁ ବିଭିନ୍ନ ତଥ୍ୟ ଖନନ କାର୍ଯ୍ୟରେ ଆମେ ପାଇଛୁ। କିନ୍ତୁ କଥା ହେଉଛି এই বিশ্ব, এই পৃথিবী, এই ভারতবর্ষ বহু দিগରୁ ମାନବ ସମାଜ ଯୋଉ ପ୍ରିଣ୍ଟିଂ ମେସିନ୍ ଆବଶ୍ୟକତା, ଯୋଉ ପେପର ଆବଶ୍ୟକତା ତାହା ଉପଲବ୍ଧ ହେଇନଥିଲା। ଆପଣମାନେ ଜାଣିଛନ୍ତି 1853 ମସିହାରେ ଜନ୍ ଗୁଟେନବର୍ଗ ଆପଣଙ୍କର ପ୍ରିଣ୍ଟିଂ ମେସିନ୍ ବା ପେପର ଉଦ୍ଭାବନ କଲେ। ଫଳରେ লিখন লৌকিক রূপ আমি পাউଛନ୍ତି। তা পূର୍ବରୁ ଯୋଉ ରୂପ ପାଉଛନ୍ତି କେବଳ ପୋଥିରୁ। ଆପଣମାନଙ୍କୁ କହିଦେବାକୁ ଚାହେଁ, ଯଦି ସର୍ବ ପ୍ରାଚୀନ ପୋଥି ଆମେ ଦେଖିବା, ସେ ପୋଥି ହେଉଛି ବେଦ। ଆପଣମାନେ କେମିତି ଭାବରେ କାଳକୁ ନିରୂପଣ କରିଛନ୍ତି ବା ବିଭିନ୍ନ ସଭା ସମିତିରେ ଦେଖିବେ, ଲୋକମାନେ ଲକ୍ଷ ଲକ୍ଷ କୋଟି କୋଟି କଳ୍ପ କଳ୍ପ ବର୍ଷ ପୂର୍ବରୁ ଅମୁକ ଜିନିଷ ସମ୍ମୁଖ ହେଇଥିଲା। ମୁଁ ଆପଣମାନଙ୍କୁ ବିଜ୍ଞାନ ଯୁଗର ଏବଂ ସାହିତ୍ୟ ଭାଷା ସାହିତ୍ୟ ଛାତ୍ରମାନଙ୍କୁ ସ୍ପଷ୍ଟ ଭାବରେ କହିଦେବାକୁ ଚାହେଁ, ବିଭିନ୍ନ କାରଣ ନିହିତ ଥାଏ ଏବଂ ଗୋଟେ ଜିନିଷକୁ ସ୍ପଷ୍ଟ ଭାବରେ ପ୍ରମାଣ କରି ସମାଜର କେମିତି ବିକାଶ ହେଇଛି, ବିକାଶ ପରବର୍ତ୍ତୀ ସମୟରେ କିଏ କ'ଣ ପିନ୍ଧୁଥିଲା ଖାଉଥିଲା ତାକୁ ନେଇ ତର୍ଜମା ଯଦି କରନ୍ତି, ଯେମିତି କୃଷ୍ଣ ରାମକୁ ଆମେ କଣକିଆ କଳାକଣ୍ଡା ପଢଉଥିଲା ବେଳେ ଯୋଉ ପୋଷାକ ପରିଚ୍ଛନ୍ନ କର୍ଣ୍ଣକୁଣ୍ଡଳ ପିନ୍ଧୁଥିଲେ, ତାହାକୁ ନେଇ ଆମେ ଗୋଟେ ସମାଜର ଗୋଟେ ଡେଭଲପମେଣ୍ଟ ବା ବିକାଶର ଧାରାକୁ ଆମେ ଲେଖିପାରୁଛନ୍ତି, ଆକଳନ କରିପାରୁଛନ୍ତି। সেই ଦୃଷ୍ଟିକୋଣରୁ ମନେ ରଖନ୍ତୁ ପିଲାମାନେ, 2017 ଖ୍ରୀଷ୍ଟ ପୂର୍ବରୁ ଆରମ୍ଭ ହେଇଥିଲା, ବେଦ ଲିଖିତ ହେଇଥିଲା।
प्रथम वेदटी ହେଉଛି ऋग वेद 1700 ରୁ 1400 ଖ୍ରୀଷ୍ଟ ପୂର୍ବରୁ ଲେଖା ହେଇଥିଲା। ଆଉ ତିନୋଟି ବେଦର ଭାଷା ଥିଲା ବୈଦିକ ସଂସ୍କୃତ। ପରବର୍ତ୍ତୀ ସମୟରେ ରାମାୟଣ ମହାଭାରତ 1400 ରୁ ଖ୍ରୀଷ୍ଟପୂର୍ବ 1200 ଭିତରେ ରଚିତ ହେଇଛି। ଅନ୍ୟାନ୍ୟ ଯେତେ ଅଷ୍ଟାଦଶ ପୁରାଣ ଉପପୁରାଣ କଥା ଉପକଥା ଆପଣମାନେ ଶୁଣୁଛନ୍ତି, ଯାହା ପୌରାଣିକ ଯୋଉଠିକି ଇତିହାସ ପହଞ୍ଚି ପାରିନାହିଁ, ଯୋଉ ଇତିହାସର ପ୍ରାମାଣିକତା ନାହିଁ। ଯଦି ସେଗୁଡ଼ିକ 1200 ରୁ 700 ଖ୍ରୀଷ୍ଟପୂର୍ବ ଭିତରେ ଅନ୍ୟାନ୍ୟ ପୁରାଣ ଗୁଡ଼ିକ ରଚିତ ହେଇଥିଲା, ତାପରେ ଆପଣମାନଙ୍କୁ ଯଦି କହିବା କାହିଁକି ଆମେ ସନାତନ ଧର୍ମକୁ ପ୍ରାଚୀନ ଧର୍ମ କହନ୍ତି, ନା ୟା ପୂର୍ବରୁ ଯୋଉ ଧର୍ମ ଗୁଡ଼ିକ ସୃଷ୍ଟି ହେଇନଥିଲା। ଆପଣମାନେ ଜାଣିଛନ୍ତି 6ଠ ଶତାବ୍ଦୀ ଠାରୁ 14ଶ ଶତାବ୍ଦୀ ଭିତରେ ପୃଥିବୀ ବର୍ଷରେ ବହୁ ଭିନ୍ନ ପରିବର୍ତ୍ତନ ସଂଘଟିତ ହେଇଛି। ସେହି ପରିବର୍ତ୍ତନ ଧାରାରେ ମହମ୍ମଦ ଆସିଛନ୍ତି, ଗୌତମ ବୁଦ୍ଧ ଆସିଛନ୍ତି, ଜୈନ ଆସିଛନ୍ତି 6ଠ ଶତାବ୍ଦୀ ଖ୍ରୀଷ୍ଟପୂର୍ବ 6ଠ ଏବଂ 4ଥ ପୂର୍ବରୁ। ତାପରେ ଖ୍ରୀଷ୍ଟାବ୍ଦ 1ରେ ଆପଣମାନେ ଜାଣିଛନ୍ତି ଖ୍ରୀଷ୍ଟ ଧର୍ମ ସୃଷ୍ଟି 1353 ମସିହାରେ କାଗଜ କଲମ କାଳି ବାହାର କଲା ପରେ ଆମେ ସିନା ଲୌକିକ ରୂପକୁ ପୁସ୍ତକ ଆକାରରେ ରଖିପାରୁଛନ୍ତି, ତା ପୂର୍ବରୁ କ'ଣ ରଖିପାରୁଥିଲେ? ତେବେ ଇଏ ଗଲା ଗୋଟେ କଥା ଆପଣମାନଙ୍କୁ କହିଦେବାକୁ ଚାହେଁ। ସେ ଭାବନି କେମିତି ଓଡ଼ିଆ ଭାଷାରେ ରୂପାନ୍ତରିତ ହେଲା। ତାପରେ ଲୌକିକ ସଂସ୍କୃତ ଆପଣମାନଙ୍କର 500 600 ଖ୍ରୀଷ୍ଟାବ୍ଦକୁ କହିଲି ପୁରାଣ ଯୁଗ ଗଲା। ତାପରେ ଖ୍ରୀଷ୍ଟପୂର୍ବ 500 700 ପୂର୍ବରୁ ଆପଣଙ୍କର